ଅଚିନା ଅପରିଚିତ ଦୁଇଟି ଧାର ଏକତ୍ର ମିଳନ ହୋଇ ଗଢ଼ନ୍ତି ସୀମାହୀନ ସାଗର ପରି ଏକ ସୁନ୍ଦର ସୁନାର ସଂସାର। ଅକ୍ଲାନ୍ତ ପରିଶ୍ରମ ବିନିମୟରେ ଗୋଟି ଗୋଟି କୁଟାକାଠି ନେଇ ଗଢ଼ିଥିବା ସମ୍ପର୍କର ସୁନାର କୁଟୀରରେ କାହାର ନଜର ନ ଲାଗିବା ପାଇଁ କପତ କପତି ଆପୋଷ ବୁଝାମଣାରେ ସବୁ ସମସ୍ୟାର ସମାଧାନ କରିନେଉଥିଲେ। ସେମାନଙ୍କର ସମ୍ପର୍କ ଥିଲା ଏତେ ନିବିଡ଼, ଭଲ ପାଇବାରେ ଥିଲା ଏମିତି ଆତ୍ମୀୟତା, ଦୁହେଁ ଦୁହିଁଙ୍କୁ ନିମିଷକେ ଛାଡ଼ି ରହିପାରନ୍ତି ନାହିଁ। ସମ୍ପର୍କର ସେଇ ଗୋଟିଏ ସୂତାରେ ବନ୍ଧା କପତ କପତିମାନଙ୍କ ମଧ୍ୟରୁ ଜଣେ ଥିଲେ ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ, ତାଙ୍କ ସହଧର୍ମିଣୀ ଝରଣା ବିଶ୍ୱାଳ। ପ୍ରଶାନ୍ତ ବିଶ୍ୱାଳ ଇଂରେଜୀ ଅଧ୍ୟାପକ ହେଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟରେ ଥିଲା ତାଙ୍କର ଅଗାଧ୍ୟ ଜ୍ଞାନ। ଓଡ଼ିଆ ଗଳ୍ପ, କାହାଣୀ, କବିତା ରଚନା କରି ବହୁତ ସୁନାମ ଅର୍ଜନ କରିଥିଲେ। ତାଙ୍କର ଭାତୃ ମୈତ୍ରୀ ଭାବକୁ ଗାଁର ଆବାଳ ବୃଦ୍ଧ ବନିତା ଭୁରୁ ଭୁରୁ ପ୍ରଶଂସା କରନ୍ତି। ସୁଅ ଗୃହିଣୀ ହିସାବରେ ତାଙ୍କର ସହଧର୍ମିଣୀ ଝରଣା ବିଶ୍ୱାଳ ମଧ୍ୟ କିଛି କମ୍ ନଥିଲେ। ସ୍ନେହ, ପ୍ରେମ, ବାତ୍ସଲ୍ୟ ମମତାରେ ସଭିଙ୍କୁ ଆପଣାର କରି ନେଉଥିଲେ। ସତରେ ନିୟତିର ବିଚିତ୍ର ନିୟମ ଆଗରେ ସମସ୍ତେ ନତମସ୍ତକ। ହସ ଖୁସିରେ ଖେଳୁଥିବା ସେଇ ସୁନାର ସଂସାର ଭିତରକୁ କେତେବେଳେ ଦୁଃଖର ବନ୍ୟା ମାଡ଼ି ଆସିଲା କାହାକୁ ବି ଜଣା ନାହିଁ। ସବୁ ସୁଖ ଶାନ୍ତି ଛାରଖାର କରିଦେଲା। ବ୍ରେନ୍ ଷ୍ଟ୍ରୋକର ଶିକାର ହୁଅନ୍ତି ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ। ପ୍ରାଣ ଚେଷ୍ଟା, ଏତେ ସେବା ଶୁଶ୍ରୂଷା, ଈଶ୍ୱରଙ୍କ ପୂଜା ଅର୍ଚ୍ଚନା କରି ମଧ୍ୟ ନିଜ ଶଙ୍ଖା ସିନ୍ଦୁରକୁ ବଞ୍ଚେଇବାରେ ଅସମର୍ଥ ଝରଣା। ବିଧିର ବିଧାନ ବଡ଼ ବିଡ଼ମ୍ବନା। ସଂସାର ସହିତ ସମସ୍ତ ମାୟାମୋହ ସମ୍ପର୍କ ତୁଟେଇ ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ ମୃତ୍ୟୁକୁ ସବୁଦିନ ପାଇଁ ଆଦରି ନିଅନ୍ତି। ଆଉ ତାଙ୍କ ଧର୍ମପତ୍ନୀ ପାଇଁ ଛାଡ଼ି ଯାଆନ୍ତି ଅନେକ ଅସୁମାରୀ ଅଭୁଲା ସ୍ମୃତି। ବିଧାତାର ଏଇ ବିଧିକୁ ସହଜରେ ଗ୍ରହଣ କରି ନପାରି ଝରଣା ନିସ୍ତେଜ ଆଉ ମୂକ ପାଲଟି ଯାଆନ୍ତି। ଯେତେବେଳେ ପ୍ରଶାନ୍ତଙ୍କ କୋକେଇ ସଜଡ଼ା ହୋଇ ରାମ ନାମ ସତ୍ୟ ହରିବୋଲ ହୁଳାହୁଳି ଧ୍ୱନିରେ ମଶାଣିକୁ ଯାଏ, ଦୁଃଖଦ ହେଲେ ମଧ୍ୟ ବଡ଼ ବିଚିତ୍ର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ତାଙ୍କ ଧର୍ମପତ୍ନୀ ଝରଣା ମଧ୍ୟ ଏ ଦୁନିଆଠୁ ବହୁତ ଦୂରକୁ ଚାଲି ଯାଇଛନ୍ତି। ବାସ୍ତବ ଚିତ୍ର ଯେତେବେଳେ ସମସ୍ତଙ୍କ ସାମ୍ନାରେ ଅବିଶ୍ୱାସର ପ୍ରଶ୍ନ ବା ଉଠୁଛି କୋଉଠି। ପ୍ରେମରୁ ପତି ପତ୍ନୀ ହାତ ଧରାଧରି ହୋଇ ଆସିଥିଲେ, ହାତ ଧରାଧରି ହୋଇ ସବୁଦିନକୁ ଚାଲିଗଲେ। ସତରେ ଏମିତି ସୌଭାଗ୍ୟ ବା କେତେଜଣଙ୍କ ଭାଗ୍ୟରେ ଆସେ? ଗୋଟିଏ ଜୁଇ ପାଖରେ ପାଖାପାଖି ଦୁଇଟି ଶବ। ବାଃ, କି ବିଚିତ୍ର ଦୃଶ୍ୟ! ସତେ ଯେମିତି ଝରଣା ପ୍ରଶ୍ନ କରୁଛନ୍ତି, ତମେ ଏତେ ନିଷ୍ଠୁର, ଏଡ଼ିକି ସ୍ୱାର୍ଥପର ସତେ? ସୁଖ ଦୁଃଖ ପ୍ରତ୍ୟେକ ସମୟରେ ମୋତେ ସାହାରା ଦେବ ବୋଲି କଥା ଦେଇଥିଲ, ହେଲେ କେମିତି ଏକାକି ଛାଡ଼ି ଆସିଲ? ତୁମେ ସିନା ମୋତେ ଠକିଦେଲ, ମୁଁ ପରା ତୁମ ହାତ ଛାଡ଼ିବିନି ବୋଲି କଥା ଦେଇଥିଲି। କେମିତି ରହିଥାନ୍ତି? ପୁଣି ସେମାନେ ହାତ ଧରାଧରି ହୋଇ ଅଦୃଶ୍ୟ ହୋଇଗଲେ କେଉଁ ଏକ ଅଜଣା ରାଇଜ ଅଭିମୁଖେ। ଦେଖାଗଲା ଗାଁ ମଶାଣିରେ ହୁତୁ ହୁତୁ ହୋଇ ଜଳୁଛି ଗୋଟାଏ ଜୁଇରେ ଦୁଇଟି ଶବ।